ଅଧିବେଶନ ଓ ସାମ୍ବାଦିକ ସମ୍ମିଳନୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ପରିସରରେ ଏସ୍ପିଏସ୍ ସୁଶ୍ରୀଙ୍କ ନେତୃତ୍ୱରେ ସୋମବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ମୃତ ବିକାଶ ପ୍ରଧାନଙ୍କର ସିନ୍ଦୁରିଆ ଗ୍ରାମର ବ୍ରଜଙ୍କ ଭାଣିଜୀ ସହିତ 2 ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। 26/1/2026 ତାରିଖ ଦିନ ମୃତ ବିକାଶ ପ୍ରଧାନ ପ୍ରଭୁ କିଶୋର ପ୍ରଧାନଙ୍କ ଗୋଦାଳପାଲି ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆସିଥିଲା। ସେ ଏକ ସ୍କୁଟିରେ କୁଶପଲ୍ଲାର ଜଣେ ନାବାଳକ ପୁଅ ସହିତ ପ୍ରେମିକାକୁ ଦେଖା କରିବା ପାଇଁ ସିନ୍ଦୁରିଆ ଗ୍ରାମ ନିକଟକୁ ଯାଇଥିଲେ। ବିକାଶ ଏକ ପୋଲ ପାଖରେ ନାବାଳକ ପୁଅକୁ ଅପେକ୍ଷା କରିବାକୁ କହି ସେ ଧାନ କ୍ଷେତ ଦେଇ ପ୍ରେମିକାକୁ ଭେଟିବାକୁ ଯାଇଥିଲା। ଭେଟିବା ସରିବା ପରେ ମୃତ ବିକାଶ ସେହି ସ୍ଥାନରୁ ଫେରିବା ବେଳକୁ ବ୍ରଜବନ୍ଧୁ ପ୍ରଧାନଙ୍କ ନଜରକୁ ଆସିଥିଲା, ଯିଏକି ସେମାନଙ୍କ ସମ୍ପର୍କକୁ ବିରୋଧ କରୁଥିଲା। ବ୍ରଜବନ୍ଧୁ ପ୍ରଧାନ, ସଦାନନ୍ଦ ପ୍ରଧାନ ଏବଂ ନରୋତ୍ତମ ପ୍ରଧାନଙ୍କ ସାହାଯ୍ୟରେ ବିକାଶକୁ ଅଟକାଇଥିଲା। ଏପରିକି ଅଭିଯୁକ୍ତ ବ୍ରଜ ଏବଂ ନରୋତ୍ତମଙ୍କ ଦ୍ୱାରା ଝଗଡ଼ା, ଧମକ ଏବଂ ଚାପୁଡ଼ା ମରାଯାଇଥିଲା। ଏହାକୁ ଦେଖି ନାବାଳକଟି ନିଜ ଜୀବନ ବଞ୍ଚାଇ ସ୍କୁଟି ନେଇ ସେହି ସ୍ଥାନରୁ ପଳାଇ ଆସିଥିଲା। ସେହି ସମୟରେ ସୁଶାନ୍ତ ପ୍ରଧାନ, ମାନସ ପ୍ରଧାନ ଏବଂ ମନୋଜ ପ୍ରଧାନ ଏକ ବାଇକ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବ୍ରଜବନ୍ଧୁ ଏବଂ ନରୋତ୍ତମଙ୍କ ନିର୍ଦ୍ଦେଶ ଅନୁସାରେ ସାଦେଇ, ଚୁଇନ ଏବଂ ମାନମୃତ ବିକାଶ ପ୍ରଧାନଙ୍କ ହାତକୁ ଗାମୁଛାରେ ବାନ୍ଧି ରାସ୍ତା ପାର୍ଶ୍ୱ ଜଙ୍ଗଲକୁ ଟାଣି ନେଇଥିଲା। ସେଠାରୁ ବ୍ରଜ ନାରିଆଙ୍କ ଓ ଗାଜି ବିବାହ ପାର୍ଟିକୁ ଯାଇଥିଲେ ଏବଂ ଅଧା ଘଣ୍ଟା ମଧ୍ୟରେ ଘଟଣାସ୍ଥଳକୁ ଫେରି ଆସିଥିଲେ। ପରେ ଗାଜି ଘଟଣାସ୍ଥଳ ନିକଟରୁ ଏକ ବାଉଁଶ ଲାଠି ସଂଗ୍ରହ କରି ବିକାଶଙ୍କ ପଛ ପାର୍ଶ୍ୱ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା, ଯାହାଫଳରେ ବିକାଶ ଘଟଣାସ୍ଥଳରେ ପଡ଼ିଯାଇଥିଲା। ବ୍ରଜ ଗାଜିଙ୍କଠାରୁ ବାଉଁଶ ଲାଠି ନେଇ ସେହି ଲାଠିରେ ବିକାଶକୁ ମଧ୍ୟ ଆକ୍ରମଣ କରିଥିଲା। ତେବେ ବିକାଶ ଚେତାଶୂନ୍ୟ ହୋଇଯାଇଥିଲା। ଅଭିଯୁକ୍ତ ଗାଜି, ନାରିଆ, ବ୍ରଜ, ମାନ ବିକାଶଙ୍କ ଶରୀରକୁ ତାଙ୍କ ହାତ ଏବଂ ଗୋଡ଼କୁ ଧରି ଉଠାଇ ନେଇଥିଲେ। ମୃତକଙ୍କ ପଛ ପାର୍ଶ୍ୱ ପକେଟରେ ମୋବାଇଲ ଫୋନ୍ ରଖି ବିକାଶଙ୍କ ମୃତଦେହକୁ କାନିଆ ନାଳରେ ଫିଙ୍ଗି ଦେଇଥିଲେ। ସମସ୍ତ ଅଭିଯୁକ୍ତମାନେ ସେଠାରୁ ନିଜ ନିଜ ଘରକୁ ଚାଲି ଯାଇଥିଲେ। ନାବାଳକଟି କିଛି ଦିନ ଧରି ଅଭିଯୁକ୍ତଙ୍କ ଭୟରେ କାହାରିକୁ କିଛି ଜଣାଇ ନଥିଲା, କିନ୍ତୁ ପରୀକ୍ଷା ସମୟରେ ପୋଲିସ ସମ୍ମୁଖରେ ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲା। ସେଠାରେ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ସେମାନେ ହତ୍ୟା କରି ନାଳରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ। ତେବେ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ନେତୃତ୍ୱ ଅପରାଧ କରାଯାଇଥିବା ଅସ୍ତ୍ର ଏବଂ ଚପଲ ଉଦ୍ଧାର କରିବା ସହିତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଏସ୍ପିଏସ୍ ସୁଶ୍ରୀଙ୍କ ସହିତ ଆଡ଼ିସନାଲ ଏସ୍ପି ସୁଭାଷ ଚନ୍ଦ୍ର ପଣ୍ଡା, ଡିଏସ୍ପି ନିହାର ରଞ୍ଜନ ମହାନ୍ତି ଓ ଆଇଆଇସି ଆଶିଷ ଦେବ ସାହୁ ପ୍ରମୁଖ ସାମିଲ ଥିଲେ। ରଣପୁରରୁ ଦୀପକ ସାହୁଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।